ପିଲାମାନେ ଆଜି ଗୋଟିଏ ଓଡ଼ିଆ ବାକ୍ୟକୁ ଇଂରାଜୀ ବାକ୍ୟରେ ଅନୁବାଦ କରିବା। ବାକ୍ୟଟି ଦେଖ, କପାଳରେ ସିନ୍ଦୁର ଟୋପା, ଚକ୍ଷୁରେ କଜଳ ରେଖା, ନାରୀର ସୌନ୍ଦର୍ଯ୍ୟ ବୃଦ୍ଧି କରେ। ଆଗ କଷ୍ଟ ଶବ୍ଦ କ'ଣ? କପାଳ ଜାଣିଛ, ଫୋरहेଡ୍, FOREHEAD। ସିନ୍ଦୁର ଜାଣିନଥିବ, ଏବେ କହିଥିଲି, ମନେ ପକେଇ ଦେଉଛି। ଭର୍ମିଲିୟନ, ସିନ୍ଦୁର ହେଉଛି ଭର୍ମିଲିୟନ। ଟୋପାଟା ଗୋଲାକାର, ଟୋପା ସିନ୍ଦୁର ଟୋପାଟା ଗୋଲାକାର, ଏ ରାଉଣ୍ଡ ମାର୍କ ଅଫ ଭର୍ମିଲିୟନ। ସିନ୍ଦୁର ଟୋପା, ଏ ରାଉଣ୍ଡ ମାର୍କ ଅଫ ଭର୍ମିଲିୟନ। ଚକ୍ଷୁ ତ ଆଖି, କଜଳ ରେଖା, ରେଖା ହେଉଛି ଲାଇନ, କଜଳ ହେଉଛି କଲିରିୟମ, ଏ ଲାଇନ ଅଫ କଲିରିୟମ। ନାରୀ ତ ଓମ୍ୟାନ, ସୌନ୍ଦର୍ଯ୍ୟ ହେଲା ବିଉଟି, ବୃଦ୍ଧି କରିବା ଇନକ୍ରିଜ, ଆଉ ଗୋଟେ ବେଟର ଇଂଲିଶ କହିବି ଏନହାନ୍ସ, ବୃଦ୍ଧି କରିବା ଏନହାନ୍ସ। ତାହେଲେ ଏ ଗୋଟିଏ ସେଣ୍ଟେନ୍ସରେ ତୁମମାନଙ୍କର ୱାର୍ଡ ପାୱାର ପରୀକ୍ଷା ହେବ। ଭଲ ଭଲ ୱାର୍ଡ ଜାଣିବ, ଗ୍ରାମାର ବି ଅଛି ଆଗରେ, କରିସାରିଲା ପରେ କହିବି। ଦେଖ, କପାଳରେ ସିନ୍ଦୁର ଟୋପା, ଏ ରାଉଣ୍ଡ ମାର୍କ ଅଫ ଭର୍ମିଲିୟନ ଅନ୍ ଦି ଫୋरहेଡ୍। କପାଳରେ ଏ ରାଉଣ୍ଡ ମାର୍କ ଅଫ ଭର୍ମିଲିୟନ, ସିନ୍ଦୁର ଟୋପା ଅନ୍ ଦି ଫୋरहेଡ୍, କପାଳରେ, and a line of collyrium, କଜଳ ରେଖା, in the eye, ଆଖିରେ, enhances the beauty of a woman, enhances the beauty of a woman। ମୁଁ କହିଥିଲି ଇନକ୍ରିଜ କଲେ ହବ, ଆଉ ଟିକେ ବେଟର ଇଂଲିଶ ଦେଲି ଏନହାନ୍ସ। ଆଉ ଥରେ ପଢୁଛି, ଏ ରାଉଣ୍ଡ ମାର୍କ ଅଫ ଭର୍ମିଲିୟନ ଅନ୍ ଦି ଫୋरहेଡ୍ and a line of collyrium in the eye enhances the beauty of a woman। ଅନୁବାଦ ସିନା କରିଦେଲି, କିନ୍ତୁ ଆ ଭିତରେ ସନ୍ଦେହ ଅଛି। ତମମାନଙ୍କ ମନରେ ସନ୍ଦେହ ହେଇକି ହବା କଥା, ମୋତେ ପଚାରିବା କଥା। ମୋ ମନରେ ମୁଁ ସନ୍ଦେହ ଅଛି, ମୁଁ ତମକୁ ପଚାରିବି। ଦେଖ, ସବଜେକ୍ଟ କିଏ ହେଲେ? A round mark of vermilion on the forehead and a line of collyrium in the eye। ଦି ପ୍ରକାର କଥା ହେଲା, ସିନ୍ଦୁର ଟୋପା, କଜଳ ରେଖା, ଦିଟା ହେଲାଣି ସବଜେକ୍ଟ। ତାହେଲେ ସବଜେକ୍ଟ ପ୍ଲୁରାଲ ହବ, କିନ୍ତୁ ଭର୍ବ ଆସିଲା ଏନହାନ୍ସେସ୍। ମୁଁ ଏନହାନ୍ସ କରିନି, ଏନହାନ୍ସେସ୍ କରିଛି। କାରଣ କ'ଣ? ଖାଲି ଯେ ସିନ୍ଦୁର ଟୋପା ସୌନ୍ଦର୍ଯ୍ୟ ବୃଦ୍ଧି କରିବ, ତା ସାଙ୍ଗରେ ଯଦି ଖାଲି କଜଳ ରେଖା, ସେ ବି ସୌନ୍ଦର୍ଯ୍ୟ ବୃଦ୍ଧି କରିବ। କିନ୍ତୁ ଜଣେ ସ୍ତ୍ରୀ ଲୋକ ଯାହାର ମୁଣ୍ଡରେ ସିନ୍ଦୁର ଟୋପା ଏବଂ ଆଖିରେ କଜଳ ରେଖା, ଜଣେ ସ୍ତ୍ରୀ ଲୋକ, ଯେମିତି ହେଇଥିଲା ଆମର ରାଇସ୍ ଆଣ୍ଡ ଡାଲ ଇଜ୍ ଆୱାର ଫୁଡ୍। କେହି ଖାଲି ରାଇସ୍ ଖାଆନ୍ତିନି, କେହି ବି ଖାଲି ଡାଲ ଖାଆନ୍ତିନି। ରାଇସ୍ ଆଣ୍ଡ ଡାଲ ଗୋଟିଏ ୟୁନିଟ୍ ଅଫ୍ ଫୁଡ୍। ସେମିତି ବ୍ରେଡ୍ ଆଣ୍ଡ ବଟର ଇଜ୍, ଏଠି ଠିକ୍ ସେଇଭଳିଆ ହେଲା। କପାଳରେ ସିନ୍ଦୁର ଟୋପା ଏବଂ ଆଖିରେ କଜଳ ରେଖା, ଦିଟାଙ୍କ ଯୋଉ ସ୍ତ୍ରୀ ଲୋକ ମୁହଁରେ ଥିବ, କପାଳରେ ଥିବ, ଆଖିରେ ଥିବ, ତାହେଲେ ସିଙ୍ଗଲ ଲୋକ, ସିଙ୍ଗୁଲାର, ସେଇ ପାଇଁ ହେଲା ଏନହାନ୍ସେସ୍। କର୍ତ୍ତା ଯଦି ଦିଟା ହେଇଥାନ୍ତା, ଦିଟା ଅର୍ଥ ବୁଝଉଥାନ୍ତା, ତାହେଲେ ଏନହାନ୍ସ ହେଇଥାନ୍ତା, କେସ୍ ଲାଗିନଥାନ୍ତା। ଏ ହେଲା ଗୋଟେ କଥା। ଆଉ 2 ନମ୍ବର ପଏଣ୍ଟ ଅଛି, କପାଳରେ, ଚକ୍ଷୁରେ, ଏଠି ତ ରେ ଲାଗିଲା, ଏଠି ରେ, କପାଳରେ ଅନ୍ ଦି ଫୋरहेଡ୍, ଚକ୍ଷୁରେ ଇନ୍ ଦ ଆଏ, ଏଠି ଅନ୍ ହେଲା, ଏଠି ଇନ୍ ହେଲା। କାହିଁକି? ସେଇ ତ ରେ, ତୃତୀୟ ବିଭକ୍ତି। କପାଳରେ ସିନ୍ଦୁର ଟୋପାଟା କୋଉଠି ଥାଏ? କପାଳ ଉପରେ, ତେଣୁ ଅନ୍ ହେଲା। କଜଳ ରେଖାଟା
ଆଖି ଉପରେ ନା ଆଖି ଭିତରେ କଡ଼ରେ ଉପରେ ନୁହଁ, ତେଣୁ ଇନ୍ ଦ ଆଇ ହେଲା। A round mark of a vermilion on the forehead and a line of a collyrium in the eye enhances the beauty of a woman. ଭଲ ୱାର୍ଡ ଶିଖିଲ, ତା ବ୍ୟବହାର ଜାଣିଲ, ଗ୍ରାମାର ରହିଲା କନକର୍ଡ, ଏଗ୍ରିମେଣ୍ଟ ଅଫ ଭର୍ବ ୱିଥ୍ ସବଜେକ୍ଟ। ଏଣିକି ଟ୍ରାନ୍ସଲେସନ୍ ଦେବି ବେସିକ୍ ଗ୍ରାମାର। ହଉ ପିଲାମାନେ, ଆଜି ଏତିକି ଥାଉ।